ଜଗନ୍ନାଥ ଭାଇ ମାନେ ନମସ୍କାର। ଦେଖିପାରୁଥିବେ ମୁଁ ଆସିଥିଲି ବରାଳ ଦେବୀ ଏଚପି। ଦେଖନ୍ତୁ ସକାଳୁ ଆସିଥିଲି, ସକାଳୁ ପୁର ଛିଡ଼ା ହେଇଛି ଏଇଠି। ଗାଡ଼ି ଲୋଡ଼ ଅଧା ହେଇକି ରହିଛି, 10-15 ଟାଙ୍କି ସର୍ଟ ଅଛି, ତାଙ୍କ କତିରେ ଟାଙ୍କି ନାହିଁ। ତ ବର୍ତ୍ତମାନ ପାଇଁ ଦେଖିପାରୁଥିବେ ଟାଙ୍କି ମାନେ ଗୋଦାମ, ଏଇଠି ଗୋଦାମ ଆଉ ଏଇଠି ଇଏ। ଆଉ ମୁଁ ତ ଅଛି ମା ବରାଳ ଦେବୀ ଏଚପି ଯେ ଭଞ୍ଜନଗର। ସେଇଠୁ ଗଲାବେଳୁ ଆପଣମାନଙ୍କୁ ପୁଣି ସବୁ ଦେଖେଇବି, ଦେଖିବେ ରାସ୍ତା କେମିତିଆ କ'ଣ କେମିତି। ସବୁ ତ ପୁରା ସିଙ୍ଗଲ ରୋଡ଼, ଆଉ ସିଙ୍ଗଲ ରୋଡ଼ରେ ଦେଖିକି ଆସିବାକୁ ପଡ଼ୁଛି। ତ ଭାଇମାନେ ସମସ୍ତଙ୍କୁ କହିବି, ଯେତେବେଳେ ଗାଡ଼ି ଚଲାଉଛନ୍ତି ଟିକେ ହୁସିଆର ହେଇକି ଚଲେଇବେ, ଆଉ ଆଗକୁ ସବୁବେଳେ ନଜର ରଖିକି ହିଁ ଚଲେଇବେ। ଏହା ହେଉଛି କଥା। ତ ଚାଲନ୍ତୁ ଯିବା ଦେଖିବା। ଆସିକି ପହଞ୍ଚିଗଲୁ ଭଞ୍ଜନଗର। ଯାଇଥିଲି ଆମର ବରାଳ ଦେବୀ ଏଚପି, ସେଇଠି ଗାଡ଼ି ଖାଲି ଲୋଡ଼ ହେଇଗଲା, ଚାଲାଣ ଫାଲାଣ ମିଳିଗଲା। ବର୍ତ୍ତମାନ ପାଇଁ ରାତିଟା ତ ଭଲସେ ଦେଖାଯାଉନଥିବ, କ୍ଲିଅର ଦେଖାଯାଉନଥିବ, କିନ୍ତୁ ଦେଖନ୍ତୁ ଭଞ୍ଜନଗର ଆସିକି ପହଞ୍ଚିଗଲି। ଆଉ ଭଞ୍ଜନଗରରେ ଆଗକୁ ଆଗକୁ ଯିବା। ବଜାର ତ ବହୁତ ଲମ୍ବା, ଦେଖିପାରୁଥିବେ ବଜାରଟା କେତେ ଲମ୍ବା ଦେଖନ୍ତୁ। ଆଉ ଆଗକୁ ଆଗକୁ ଯିବା ଆମେ। ଦେଖନ୍ତୁ ଏଇଠି ଗୋଟେ ଟର୍ନ ଅଛି ଆଗରେ, ସେଇ ଟର୍ନରେ ଆମେ ବାଁକୁ ବୁଲିବା। ମୁଁ ଇଆଡ଼ୁ ଗଲାବେଳୁ ବାଁକୁ ବୁଲିବି, ଆପଣମାନେ ଯଦି ସେପଟରୁ ଆସୁଥିବେ, ଭଞ୍ଜନଗର ପଟରୁ ଆସୁଥିବେ, ତାହେଲେ ଡାହାଣକୁ ବୁଲିବେ। ଦେଖିପାରୁଥିବେ କେତେ ଜାମ୍, ଆଉ ଜାମ୍ରେ ଯିବାକୁ ପଡ଼ୁଛି। ଏଇଠି ତ ବଢ଼ିଆ ଲାଇଟ୍, ସବୁ ବଢ଼ିଆ ସୁନ୍ଦର ଭାବରେ ଲାଇଟ୍ ସବୁ ଲାଗିଛି। ଭଞ୍ଜନଗର ବଜାର ଭିତରେ ବହୁତ ଲାଇଟ୍, ଦେଖିପାରୁଥିବେ କେତେ ଲାଇଟ୍ ସବୁ ଲାଗିଛି। ଆଗକୁ ଦେଖନ୍ତୁ, ଏଠି ରଥ ଟଣା ହେଇକି, ଏଠି ରଥ ଥୁଆ ହେଇଛି। ଆଉ ଦେଖୁଥିବେ କିଭଳିଆ ଜାମ୍ ବଜାର ଭିତରେ, ସିଙ୍ଗଲ ରୋଡ଼ ବଜାର ଭିତରେ ବହୁତ ଜାମ୍ ବି ସୁଦ୍ଧା। ଦେଖୁଥିବେ ବଢ଼ିଆ ଭାଗରେ ପୁରା ଲାଇଟ୍ ସବୁ ଲାଗିଛି, ବଢ଼ିଆ ମସ୍ତ ଦେଖାଯାଉଛି। ଗାଡ଼ି ତ ଜାମ୍ରେ ପୁରା ଚାଲିବାକୁ ପଡ଼ୁଛି, ବହୁତ କଷ୍ଟ। ଦେଖିପାରୁଥିବେ ପୁରା ସେମ୍ ରାସ୍ତା, ଆଉ ତା ଭିତରେ ବି ଗାଡ଼ି ଥୋଇ ଦେଇଛନ୍ତି ବଜାରରେ ଲୋକମାନେ, ସେଇଠି ବି ସାଇଜ୍ କରିକି ଯିବାକୁ ପଡ଼ୁଛି। ଆଗକୁ ଆଗକୁ ଦେଖନ୍ତୁ ବଜାର ଭିତରଟା କେତେ ସୁନ୍ଦର ହେଇଛି, ବଢ଼ିଆ ଭାଗରେ, ଆଉ ବଢ଼ିଆ ବି ଲାଗୁଛି। ଲୋକମାନେ ପୁରା ରାସ୍ତା କଡ଼ରେ ସବୁ ବାଇକ୍ ସାଇଜ୍ କରି ଥୋଇ ଦେଇଛନ୍ତି, ତ ତାରି ଭିତରେ ମୋତେ ଯିବାକୁ ପଡ଼ୁଛି। ମସ୍ତ ହେଇଛି ଷ୍ଟାଚୁଟା, ବଢ଼ିଆ ଲାଗୁଛି। ଏଇଠୁ ଆମେ ବାଁକୁ ଯିବା। ବାଁକୁ ଗଲେ ଏଇଟା ଆମର ଯୋଉ କୋଉ ରାସ୍ତା କହିଲେ, ବାଇପାସଟା। ଆଉ ଏପଟେ ବଜାର ପଟେ ଭିତରେ ପଶିକି ଯିବାକୁ ପଡ଼ିବ, କିନ୍ତୁ ଏଇଠି ଗୋଟେ ଅଛି ଗୋପବନ୍ଧୁ ଛକ, ଆଉ ଷ୍ଟାଚୁ ଗୋଟେ ଅଛି, ସେଇଠି ଦେଖିବେ। ଆମେ ଭଞ୍ଜନଗର ପଟରୁ ଆସିଲା ବେଳୁ ବାଁକୁ ଯାଉଛୁ, ଏଇଠୁ ପୁଣି ଡାହାଣକୁ ବୁଲିବା, ନାଇଁ ସିଧା ଯିବା। ଏଇଟା ହେଉଛି ବସଷ୍ଟାଣ୍ଡ। ବସଷ୍ଟାଣ୍ଡ ଭିତରେ ବସ୍ ରହିବ, ଆମେ ସିଧା ଚାଲିବା। ସିଧା ଗଲେ ପୁରା ବାହାରିବା ଆଗରେ, ଯୋଉ ଭଞ୍ଜନଗର ପାଚେରୀ ପାଖରେ ବାହାରିବା। ତ ଦେଖିପାରୁଥିବେ ବଢ଼ିଆ ହେଇଛି ଭଞ୍ଜନଗର, ଜାଗାଟା ମସ୍ତ ଲାଗୁଛି। ସବୁ ଖାଇବା ବି ବଢ଼ିଆ ବଢ଼ିଆ ଖାଇବା, ସବୁ ଦୋକାନ ସବୁ ଅଛି। ବନ୍ଦ ତ ରାତି ଟାଇମ୍ ତ, ଦେଖିପାରୁଥିବେ ମନ୍ଦିର ଗୋଟେ ଅଛି, ବଢ଼ିଆ ମନ୍ଦିର, ହନୁମାନ ମନ୍ଦିର। ଆମେ ଏଇଠୁ ଡାହାଣକୁ ଯିବା, ଏଇଠି ଲେଖା ହେଇଛି ଭଞ୍ଜନଗର ଲେଖା ହେଇଛି, ଦେଖନ୍ତୁ ସେଇ ନେଳିଆ ଅକ୍ଷରରେ, ବଡ଼ ବଡ଼ ଅକ୍ଷରରେ। ଆମେ ଏଠି ଯିବା। ଆଗକୁ ଗଲେ ସିଧା ଗଲେ କଳିଙ୍ଗା ଘାଟି, ଏଠୁ ଡାହାଣକୁ ବୁଲିକି ପୁଣି ଡାହାଣକୁ ବୁଲିବ ଯଦି, ଏଇଟା ଆମର ବେଲଗୁଣ୍ଠା ବଜାରକୁ ଯିବା ପାଇଁ ରାସ୍ତା। ଦେଖୁଥିବେ ଏଠି ବୋର୍ଡରେ ସବୁ ଲେଖା ହେଇଛି, ଓଡଗାଁ 53 କିଲୋମିଟର, ନୟାଗଡ଼ 82 କିଲୋମିଟର, ଭୁବନେଶ୍ୱର 170 କିଲୋମିଟର, ସବୁ ଲେଖା ହେଇଛି। ଏଇଠୁ ଆମେ ଡାହାଣକୁ ଯିବା ପୁଣି।
ତ ଦେଖନ୍ତୁ ପୁଣି ଡାହାଣକୁ ଯାଇକି ପୁଣି ବାଁକୁ ବୁଲିବାକୁ ପଡ଼ିବ ଆମକୁ। ଏଇଠି ଆମେ ବାଁକୁ ବୁଲିବା ପୁଣି, ଦେଖିପାରୁଥିବେ। ଏଇଠୁ ପୁଣି ବାଁକୁ ବୁଲିବା। ଏଇ ଛକଟାକୁ ଆପଣ ମାନେ ମାର୍କ କରିଥିବେ ସବୁବେଳେ ପାଇଁ। ଆଉ ଏଇଠି ବାଁକୁ ବୁଲିବେ, ଜାଣିପାରିବେନି। ବାଁକୁ ବୁଲିକି ଚାଲିବେ। ଆମେ ଯାଉଛୁ ଭଞ୍ଜନଗର ଟୁ ଭୁବନେଶ୍ୱର। ଭଞ୍ଜନଗର ଟୁ ଭୁବନେଶ୍ୱର ସେଇ ରାସ୍ତାଟା ଏଇଟା। କିନ୍ତୁ ଭୁବନେଶ୍ୱର ପଟରୁ ଆସିଲା ବେଳୁ ଆପଣ ସେଇ ଅପୋଜିଟଟା ପୁଣି କରିକି ଆସିବେ ଆଉ। फाइनाली आमे आसिक बेलगुंठा बजार रे पहुंची जाइछु। आ राति टाइम तो टिके क्लियर आसु नहीं। आपण माने देखुथिबे निश्चित। देखंतु बेलगुंठा बजार केते बढ़िया आ केते सुंदर। एठी भी लाइट फाइट से बला लागी छि बेलगुंठा बजार रे। चलंतु जिवा बेलगुंठा बजार। एठो आमे भंजनगर पटरु जाउछु बेलगुंठा बजार रे। तापरे सेठु पुणी बुलिबु बेलगुंठा बजार रु बाग बुलिबु नयागढ़ रास्ता जी ओडगाँ नयागढ़ से पटे सब पड़ो। तो चलतु जीवा बुलिया रास्ता अच्छी आगे। देखिए ये बजार भितर केते बढ़िया भागे सब दुकान सब साइज कर रखी। लाइट एड़ा भी बढ़िया भागे देखो कौड़ा साइज मैंने लगिया लाइट सब लगिया केते सुंदर भागे। ये लिखाई बेलगुंठा। देखो तो ये गोटे गेट अच्छी गेट बढ़िया गेट देखो तो केते सुंदर देखा आगे गोटे हनुमान मंदिर मूर्ति गोटे आसो देखिए बहुत बढ़िया। आ बाजार भीतर देखो केते सुंदर है किंतु टिके जाम रोची संध्या बेला बुलिया टिके जाम रोची। ए बाजार भीतर आम बाँ को बुलिया। देख पार ना नहीं खाली जलेबी जलेबी ये आम बाँ को बुलिया। नयागढ़ 74 किलोमीटर देखिपार ना नहीं ये आम बाँ को बुलिया। यहाँ हूँ बेलगुंठा बजार एठू बाँ को बुलिया। छोट रथ छोट पिलांकर रथ धरिकी सी बुलूँ दुकान रु किसी कलेक्शन कर 5 टका 10 टका ठाकुर धूपकाठी फूपकाठी आने लगे। टर्निंग मुंडे गोटे गाड़ी थोई दी गाड़ी थोईदे जीव केमती आग अलग गाड़ी ये चिंता करूँ। बेलगुंठार झाड़ू झाड़ू पूरा फेमस फुल झाड़ू जोटा कम पैसा मिले। आईटा हूँ बेलगुंठा बजार ए जो बस स्टैंड देखु बस स्टैंड पाखे सब जलिया बलिया बढ़िया मिलूँ। ये गोटे अच्छी देखु लिखाई मो प्रिय बेलगुंठा। यहाँ हूँ बस स्टैंड पाखे से लिखाई बेलगुंठा बजार बस स्टैंड माने मु भंजनगर पटू आसिली बाँ को बुलिली बेलगुंठा बजार बाँ को बुलिली। आपड़ जब भुवनेश्वर आड़ू जी ताले डाण को बुलिए। ये कौन से बिक्री होची आईपटे देखो सब पूरा रास्ता आउ टिके गले भल रास्ता पड़ जा। तो आपण मैंने जदि आसुचंती ताले वीडियो देखिए निश्चिंत आसीपारे आ जानी भी पारे कौ पटे जीवा पड़ो
ଜାଣିପାରିବେ। ତ ଖାସ୍ କରି ଯେଉଁମାନେ ରାତିରେ ଆସୁଛନ୍ତି ଟିକେ ରାତିରେ ରୋଡ଼ରେ ଆସିବେନି, କାହିଁକିନା ରାତିରେ ପୁରା ଟିକେ ପ୍ରୋବ୍ଲେମ୍। ଏକୁଟିଆ ରୋଡ଼ଟା, ରାତିରେ ଏକୁଟିଆ ଆସିଲେ ଖରାପ, ସେଥିପାଇଁ ରାତିରେ ଆସିବେନି। ଆଉ ଦେଖନ୍ତୁ ଏଇଠି ଲେଖା ହେଇଛି ବୋର୍ଡ଼ରେ ଭୁବନେଶ୍ୱର ଆଉ ନୟାଗଡ଼ ଜଗନ୍ନାଥ ପ୍ରସାଦ। ଏଠି ଜଗନ୍ନାଥ ପ୍ରସାଦ ଦେଇକି ଆମେ ବାହାରିବା ଆଗକୁ ଚାଲିବା। ଚାଲନ୍ତୁ, ଦେଖିପାରୁଥିବେ କେତେ ବଢ଼ିଆ ବଢ଼ିଆ ଜାଗା ସବୁ ଲାଇଟ୍ ଲଗେଇକି ସବୁ ସଜେଇଛନ୍ତି। ଆଉ ଚାଲନ୍ତୁ ଯିବା ଆଗକୁ ଆଗକୁ ଦେଖିବା। ଏଠି କ'ଣ ଗୋଟେ ରାସ୍ତା କାମ ଚାଲିଛି। ଏଠି ଗୋଟେ ବଡ଼ ପୋଖରୀ ଅଛି। ଏଇ ପୋଖରୀରେ ଆପଣ ଦିନରେ ଆସିଲେ ଗାଡ଼ି ରଖିକି ଆରାମସେ ଗାଧେଇ ପାରିବେ ପୋଖରୀରେ। ବହୁତ ବଢ଼ିଆ ପାହାଚ ବି ଅଛି, ବଢ଼ିଆ ଲାଗେ ଗାଧେଇବା ପାଇଁ। ଆରାମସେ ଏଠି ଗାଧେଇବେ ଯିବେ ପୋଖରୀରେ। ଏଇଠି ଦେଖନ୍ତୁ ପାହାଚ, ବିରାଟ ବଡ଼ ପୋଖରୀ। ଏଇଟା ହେଉଛି ବେଲଗୁଣ୍ଠା ନୟାଗଡ଼ ରାସ୍ତା, ଓଡ଼ଗାଁ ଦେଇକି ଯିବ ନୟାଗଡ଼। ଆଉ ଏଇ ରାସ୍ତାରେ ଟିକେ ଏକୁଟିଆ ଆସିବେନି, କାହିଁକିନା ଦେଖନ୍ତୁ ଯେଉଁମାନେ ବାଇକ୍ ଫାଇକ୍ ଆସୁଛନ୍ତି କିମ୍ବା ସାଇକେଲ ଫାଇକେଲ ନେଇକି ଆସୁଛନ୍ତି ରାତି ବେଳା, ଏଇଠି କିଛି ଲୋକଙ୍କୁ ପଚାରିଲି, ସେ କହିଲେ ଯେ ମାନେ ଅଛନ୍ତି ବଡ଼ ବଡ଼ ଆକ୍ସିଡେଣ୍ଟ ଫାକ୍ସିଡେଣ୍ଟ ହେଇଥିବେ, ଯେଉଁମାନେ ଧର ଗାଡ଼ିର ଆକ୍ସିଡେଣ୍ଟ ହେଇଯାଇଥିବ, ଲୋକ ସ୍ପଟ୍ ଡେଡ୍ ହେଇଯାଇଛନ୍ତି, ତାଙ୍କ ଆତ୍ମା ମାନେ ସବୁ ଘୋରିକି ବୁଲନ୍ତି ଏଠି। ତେଣୁକରି ଏଇ ରାସ୍ତାରେ ଫାଙ୍କା ରୋଡ଼ଟା ନା, ଫାଙ୍କା ରୋଡ଼ ହେଲେ ଯେଉଁଠି ଆକ୍ସିଡେଣ୍ଟ ହେଇଥିବ ସେଠି ଯାହା ବି ହେଲେ ଆତ୍ମା ଶାନ୍ତି ପାଇନଥିବ, ସେ ଜାଗାରେ ରହିଥିବେ, ସେ ଜାଗାରେ ବୁଲୁଥିବେ ଘୁରୁଥିବେ। ତେଣୁକରି ଆପଣମାନେ ଯେତେବେଳେ ବାଇକ୍ କିମ୍ବା ସାଇକେଲ ନେଇକି ଆସୁଛନ୍ତି ଟିକେ ଦେଖି ଚାହିଁକି ଆସିବେ, ଆଉ ଦେଖି ଚାହିଁକି ଯିବେ। ରାତି ଅଧିକା ହେଇଗଲେ ଆସିବେନି, ଆପଣ କେଉଁ ବଜାର ଫଜାର ଦେଖିକି ରହିଯିବେ, ବୁଝିପାରିଲେ ନା ନାଇଁ। ଚାଲନ୍ତୁ ଯିବା ଆଗକୁ ଆହୁରି। ଦେଖନ୍ତୁ କୋଉଭଳିଆ ଅନ୍ଧାର ରୋଡ଼, ପୁରା କିଟକିଟି ଅନ୍ଧାର। ଆମେ ଏକୁଟିଆ ଯାଉଛୁ, ଆଗରେ ଗୋଟେ ଅଟୋ ଯାଉଛି, ସେ ବି ଆଗରେ କୋଉଠି ରହିଯିବ। ତ ଆମେ ଏକୁଟିଆ ଯାଉଛୁ, କେବଳ ଆମେ ହିଁ ଏକୁଟିଆ, ଆଉ କେହି ନାହାନ୍ତି। ଦେଖୁଥିବେ ଗୋଟେ ଗୋଟେ ଗାଡ଼ି ମାତ୍ର ଆଉଛି, ଆଉ ଟିକେ ଗଲେ ପୁରା ବନ୍ଦ ହେଇଯିବ ରାସ୍ତା, ଗାଡ଼ି ସବୁ ପୁରା ବନ୍ଦ ହେଇଯିବ। ସିଙ୍ଗଲ ରୋଡ଼ ତ ଟିକେ ଦେଖିକି ଯିବେ ସବୁବେଳେ ପାଇଁ, ସିଙ୍ଗଲ ରୋଡ଼ରେ ଟିକେ ଦେଖିକି ଯିବେ, ଆଉ ଜଙ୍ଗଲିଆ ରୋଡ଼ରେ ଟିକେ ଦେଖିକି ଯିବେ ସବୁବେଳେ। ବେଶୀ ହଡ଼ବଡ଼ି ହେବେନି, ଜଙ୍ଗଲ ରୋଡ଼ରେ ହଡ଼ବଡ଼ି ହେବେନି, ଆରାମସେ ଚାଲିବେ। ଯିଏ ବି କହିବେ ଗାଡ଼ି ରଖିବା ପାଇଁ, ଗାଡ଼ି ଜମା ରଖିବେନି। କାରଣ ବହୁତ ବାଇକ୍ ବାଲା ଆଜିକାଲି ବୁଲୁଛନ୍ତି ଯେ ନିଶା ଫିସା ଖାଇକି, ସେ ଆସୁଛନ୍ତି, ଆସିକି ଗାଡ଼ି ଆଗରେ ଗାଡ଼ି ଠିଆ କରିଦେବେ, ଏ ପଇସାଟା ଦେ, ପଇସାଟା ଦେ, ଏମିତି କହିବେ। ତେଣୁକରି ଆପଣମାନେ ଗାଡ଼ି ରୋକିବେନି। ଯଦି ବି ଗାଡ଼ି ଅଟକାଇବା ପାଇଁ ଚାହିଁବେ, ଆପଣ ଷ୍ଟାର୍ଟରେ ରଖିକି ଯାହା କଥାବାର୍ତ୍ତା ହେବା କଥା ହେବେ। ଦରକାର ପଡ଼ିଲେ ଗିଅର ରଖିଥିବେ, ଗାଡ଼ି ଟଣେଇବେ। ଯଦି ଆପଣଙ୍କ ଉପରେ ଆଞ୍ଚ ଆସିବା ପାଇଁ ଚେଷ୍ଟା କରିବ, ତାହେଲେ ଗାଡ଼ି ଟଣେଇବେ, ଟଣେଇକି ଗାଡ଼ି ଭିଡ଼ିବା ପାଇଁ ଚେଷ୍ଟା କରିବେ, ଜମା ରଖିବେନି। ଆଉ ଚାଲନ୍ତୁ ଯିବା ଆଗକୁ ଆହୁରି, ଆଗରେ କ'ଣ ଅଛି ଦେଖିବା। ଆଉ ଦେଖିପାରୁଥିବେ ଜଙ୍ଗଲ, କେତେ ପୁରାପୁରି ଫାଙ୍କା ଜାଗା, ଜଙ୍ଗଲ ହିଁ ଜଙ୍ଗଲ, କେବଳ ଜଙ୍ଗଲ। ଏପଟରେ ଯେତେକ ପାହାଡ଼ ପାଖରେ ଜଙ୍ଗଲ ହିଁ ଅଛି। ଆପଣମାନେ ଯେତେବେଳେ ଦେଖିକି ଆସିବେ ଟିକେ ହୁସିଆରରେ ଆସିବେ, ଜଙ୍ଗଲରେ ଟିକେ ଦେଖିକି ହୁସିଆରରେ ଆସିବେ। କାରଣ ଜଙ୍ଗଲ ଭିତରେ କେହି ନାହାନ୍ତି, କୁଆ କହିଲେ କେହି ନାହାନ୍ତି। ଆପଣମାନଙ୍କୁ ଯିଏ ଅଟକେଇବ ବି ସୁଦ୍ଧା ଆପଣମାନେ ରହିପାରିବେନି କି ଯାଇପାରିବେନି, ଏଇଭଳିଆ ସିଚୁଏସନ୍ ପଳେଇ ଆସିବ। ତେଣୁକରି ଆପଣମାନେ ବାଇକ୍ ଆଉ ଛୋଟ ଗାଡ଼ି ଯେଉଁମାନେ ଆସୁଛନ୍ତି ଟିକେ ଦେଖିକି ଆସିବେ। ବଡ଼ ଗାଡ଼ି ତ ସେ ଯେମିତି ହେଲେ ଯିବା ପାଇଁ ଚେଷ୍ଟା କରିବ, ଦରକାର ପଡ଼ିଲେ ବି ତା'ର କିଛି ନା କିଛି ପୋଜିସନ୍ କରିଦେଇକି ସେ ଚାଲିଯିବ। ତେଣୁକରି ଛୋଟ ଗାଡ଼ି ମାନେ ସିଏ ଜବରଦସ୍ତ ଅଟକେଇବେ, ଯାଇପାରିବେନି ଆପଣମାନେ। ଆଉ ସବୁବେଳେ ହନୁମାନଙ୍କୁ ଡାକି ଡାକି ଚାଲୁଥିବେ। ଦେଖୁଥିବେ ହନୁମାନଙ୍କୁ ଡାକି ଡାକି ସଦାବେଳେ ଚାଲୁଥିବେ, ଯଦି ଆପଣମାନେ ପୁରା ରେଡ଼ି ବାଗରେ ଯାଇପାରିବେ। ସବୁବେଳେ ପାଇଁ ହନୁମାନଙ୍କୁ ଜପୁଥିବେ, ବହୁତ ଭଲ। ଗାଡ଼ି ଲାଇନରେ ତ ଆମେ କୁଆଡ଼େ ଯାଉଛେ ଠିକ୍ ଠିକଣା ନାହିଁ, କେଉଁଠି ଜଙ୍ଗଲ କେଉଁଠି କ'ଣ ତାର ଠିକ୍ ନାହିଁ। ରାସ୍ତାଘାଟରେ କୁଆଡ଼େ ବୁଲୁଛେ, କେଉଁଠି ରହୁଛେ, କେଉଁଠି କଡ଼ରେ ରାସ୍ତା କଡ଼ରେ ଶୋଉଛେ। ତ ସବୁବେଳେ ପାଇଁ ବଜରଙ୍ଗ ବଲିକି ପାଖରେ ରଖିଥିବ, ଯଦି ଦିଲ୍ରେ ରହିବେ, ତାହେଲେ ଓକେ, ଆପଣମାନଙ୍କର କିଛି ଆଘାତ ପଡ଼ିବନି ଆପଣଙ୍କ ଉପରେ। ଆଉ ଦେଖିପାରୁଥିବେ ପୁରା ରାସ୍ତା ପୁରା ଏକୁଟିଆ, କେହି ନାହାନ୍ତି, କେବଳ ଆମେ ହିଁ ଏକୁଟିଆ ଚାଲୁଛେ।
आगे भी अच्छी लडुकेश्वर मंदिर आपण मानू देखी लडुकेश्वर नयागढ़ लडुकेश्वर फेमस ओडगाँ आउ चलतु जावा ये लिखाई देखु अढ़ई गाँ लिखाई भाई माने बर्तमान किया चलो आउ पार्सल गोटे थिला पार्सल देखिपारे ये पार्सल आनू ताको खोलिया खोलिकी खाया आउ राति तो देखिपारे पूरा फांका रोड राति रे ये खियापिया हम आउ केत बाट जाई होची देखिया ठीक अच्छे भाई मैंने आपण मैंने देखु था वीडियो आगू आगू जावा चलतु ना भात बड़ा हो भाई रखुच आसी पहुँच गल शरणा कूल जो लडुकेश्वर बाबा सेठू तो बाहरी आसिलु बाहरी आसिक जाऊँ आमर नयागढ़ पाखापाखि गले आपण मानक देखेबी यहाँ हूँ नयागढ़ रास्ता देखिपे नयागढ़ रास्ता या आसीज नयागढ़ बाजार देखिपे भाई मैंने बर्तमान आम आसिक पहुँची गलु खोर्धा काली रात तो आपको देखी केमती रही आो जगह सब देखली बर्तमान होगा खोर्धा पहुँची गलु खोर्धा ट्राफिक यहाँ खोर्धा ट्राफिक रु पुणी NH को उठिकी जटणी जीवु आउ ठीक अच्छे आपण आज ब्लॉग टी ये आउ पुणी काली को जगह को पड़ू देखिया निश्चिंत देखेबी आपन को देखुए ट्राफिक तो ये ट्राफिक आउ पुरी जावाई रास्ता यहाँ कटक जावाई रास्ता यहाँ एपटे देखु बोर्ड देखी दिंतु टे पुरी भुवनेश्वर कटक ब्रह्मपुर आम बाहरलु खोर्धारे आज ब्लॉग टी आपण पाखे बहुत भल लगे मत लगुच आपण मैंने वीडियो देखु था कमेंट रे निश्चिंत लिखु कौ जगार देखुं ये कहबी जय जगन्नाथ नमस्कार रखुची।